মতে କଣ ପାଇଁ ଏତେ କଷ୍ଟ ଲାଗୁଛି ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଜାଣିପାରିବେ। ଆଜି ସକାଳର ଜଳଖିଆରେ ଚା ନଥିଲା, ଥିଲା ସେଉ ଖାଇସାରିଲା ପରେ ମୁଁ ଭାତ ବସେଇ ଦେଇଥିଲି, ଭାତ ହେଇଗଲା, ମୁଁ ଭାତ ଗାଳି ଦେଲି। ସେଉରେ ପେଟ ପୁରି ନଥିଲା, ସେଥିପାଇଁ ସାର୍ ନେଇ ଯାଇଥିଲେ ବରା ଆଉ ତରକାରୀ। ଭାବୁଛି ଏ ବରା ତରକାରୀ ଆଉ ଖାଇବି ନାହିଁ, ପଖାଳ ଭାତ ଖାଇବି। ଏ ମନ କଣ ମନକୁ ବୁଝେଇ ସାରିଲା ଭିତରେ ମୋର ଡାଲି ହେଇଯାଇଥିଲା, ଡାଲିଟାକୁ ପଘାରି ଦେଲି, ହେଇଗଲା ଡାଲି ହେଇଗଲା। ତା ସାଙ୍ଗକୁ ଆଉ କଣ କରିବି ବୋଲି ବସିକି ଭାବିଲି, ପରିବା ଡାଲାରେ ଯାହା ସବୁ ପରିବା ଥିବ ସେ ସବୁ ପରିବାକୁ ମିଶେଇ ଗୋଟେ ଘାଣ୍ଟ। ଆମ ଗାଁ ମାନଙ୍କରେ କଣ ହୁଏ ନା, ସକାଳ ହେଲା ମାନେ ସବୁ ସ୍ତ୍ରୀ ଲୋକ ମାନଙ୍କର ଗୋଟେ ବଡ ଚିନ୍ତା ଥାଏ, ଆଜି ରୋଷେଇରେ କଣ ହବ, ଆଜି ରୋଷେଇରେ କଣ ହବ। ଗାଜର, ବିଟ୍, କ୍ୟାପ୍ସିକମ, ଆଳୁ, ବିନ୍ସ, ଅଳ୍ପ କିଛି ଛଣା ପନିର ଥିଲା, ଆଉ ସୋୟାବିନ୍ କୁ ନେଇକି ଗୋଟିଏ ଘାଣ୍ଟ ମୋର ରେଡି ହେଇଯାଇଥିଲା। ଆମ ଗାଉଁଲି ଷ୍ଟାଇଲରେ ଗୋଟେ ମିକ୍ସ ଘାଣ୍ଟ। ଏଇ ଘାଣ୍ଟଟା ସେଇ ମାନଙ୍କର ଫେଭରାଇଟ ହେଇଯିବ ଯୋଉମାନେ ଭେଜିଟେରିଆନ। ଗୋଟେ ଖରାପ ଗୁଣ ଅଛି, ରୋଷେଇ ସାରି ମାନେ ଖାଇବି, ସେଥିପାଇଁ ଖାଇବା ଥାଳି ଆମର ବଢା ଯାଇଥିଲା। ଭାତ ସାଙ୍ଗକୁ ଡାଲି, ସାଙ୍ଗକୁ ମିକ୍ସ ଘାଣ୍ଟ, ତା ସହିତ କାକୁଡି, ଦହି, ପିଆଜର ଗୋଟେ ରୋଷେଇଟା ଯେତେ ଖୁସିରେ ମୁଁ କରିଦିଏ, କିନ୍ତୁ ଏ ବାସନ ଗୁଡାକୁ ଦେଖିଲେ ମୁଁ କାନ୍ଦି ପକାଏ। ଏ କଷ୍ଟ କାମ ମୁଁ କରିପାରିବି ନାହିଁ, ଏତେ କଷ୍ଟ ମତେ ଲାଗୁଛି, ହେ ପ୍ରଭୁ।